ମୁଁ କେବେ ବି ଭାବିନଥିଲି ଯେ ଆଜି ମୋତେ ପ୍ରଭୁଙ୍କର ଏତେ ପାଖରୁ ଦର୍ଶନ ମିଳିବ ବୋଲିକି। ଜୟ ଶ୍ରୀକୃଷ୍ଣ, ରାଧେ ରାଧେ ଫ୍ରେଣ୍ଡସ୍। ଆଜି କ'ଣ ଆପଣମାନେ ତ ଜାଣିଥିବେ, ଆଜି ହେଉଛି ଜନ୍ମାଷ୍ଟମୀ। କାଲି ହେବ ନନ୍ଦୋତ୍ସବ। ଆମର ଏଠି 2 ଦିନ ମେଳା ମହୋତ୍ସବ ହୁଏ। ଇଏ ତ କିଛି ନୁହଁ ଫ୍ରେଣ୍ଡସ୍, ଆପଣମାନେ ଯଦି ରାଧାପାଦ ଦର୍ଶନ ବା ଅଣା ନବମୀକି ଆସିଥିବେ ତାହେଲେ ନିଶ୍ଚୟ ଲାଇଟ୍ର ସାଜସଜ୍ଜା ଦେଖିଥିବେ। ପୁରା ସାକ୍ଷୀ ଗୋପାଳ ଓଭରବ୍ରିଜ୍ ଠାରୁ ଯେ କାଳେ ମନ୍ଦିର ପର୍ଯ୍ୟନ୍ତ ପୁରା ଲାଇଟ୍ରେ ଭରପୁର ସଜାସଜି ହୋଇଥାଏ। ହାରାହାରି 1.5 କିଲୋମିଟର ହେବ ପୁରା ଲାଇନ୍ ଫାଇଟ୍ ଲାଗି ପୁରା ରାତିଟା ପୁରା ଦିନ ଭଳି ଦେଖାଯାଏ। ଦିନ ଥିଲା ମୁଁ ଏଇ ଜିମ୍କୁ ଆସୁଥିଲି ବଡି ବନେଇବା ପାଇଁ, ହେଲେ ଏବେ ଆଉ ଆସୁନି। କାହିଁକି ମୁଁ ଆସୁନି ତାର କାରଣ ଅଛି, କହିବି। ଛାଡ଼ ସେ କଥା, ଯୋଉଥିପାଇଁ ଆସିଛି ସେ କାମ ଆଗ କରିବା, ଠାକୁରଙ୍କୁ ଦର୍ଶନ କରିକି ଆଶୀର୍ବାଦ ନେବା। ରାସ୍ତା ପୁରା ଚିକ୍ ଚିକ୍ କରୁଛି। ଆପଣମାନେ ତ ଜାଣିଥିବେ ଶ୍ରୀକୃଷ୍ଣ ଯେତେବେଳେ ଜନ୍ମ ହୋଇଥିଲେ ସେତେବେଳେ ପ୍ରବଳ ବର୍ଷା ପବନ ହୋଇଥିଲା। ଏକଥା ପୁରାଣରେ ବି ଲେଖା ଅଛି। ଦିନ ଅନ୍ୟ କୁଆଡ଼େ ବର୍ଷା ହଉ କି ନ ହଉ ସାକ୍ଷୀଗୋପାଳରେ ବର୍ଷା ହେବାଟା ସୁନିଶ୍ଚିତ। ହଉ ଚାଲ ଦେଖିବା ଷ୍ଟେଜରେ କ'ଣ ସବୁ ପ୍ରୋଗ୍ରାମ ଚାଲିଛି। ଓହୋ, ଏଠି ତ ସବୁ ନେତା ମନ୍ତ୍ରୀମାନେ ଭାଷଣ ଦେବାରେ ବ୍ୟସ୍ତ। ଭାବିଲି ଏଠି ତ ଡ୍ୟାନ୍ସ ଫ୍ୟାନ୍ସ ପ୍ରୋଗ୍ରାମ ହେଉଥିବ ବୋଧେ ନା ଆଉ। ଚାଲ ଯିବାରି ଏଠୁ, ମୋର ଭାଷଣ ଦେଖିବାର ଜମାରୁ ବି ଇଚ୍ଛା ନାହିଁ। ଖାସ୍ କରି ନେତା ମନ୍ତ୍ରୀମାନେ ଯେଉଁଠି ଭାଷଣ ଦେଉଥିବେ ମୋତେ ଜମାରୁ ଦେଖିବାକୁ ଇଚ୍ଛା ହୁଏନି। ଖୁଣ୍ଟିଆ ଭାଇ, ସମ୍ପାଦକ ଆଦରଣୀୟ ପ୍ରତାପ ଭାଇ, ଏଠି ଅଛନ୍ତି ସଞ୍ଜୟ ଭାଇ, ଅଞ୍ଜନ ଭାଇ, ଏଠି ଅଛନ୍ତି ଆମର ଯୋଗୀ ଭାଇ, ଆଲୋକ ଭାଇ ଅଛନ୍ତି, ତହସିଲଦାର ଭାଇ ଅଛନ୍ତି, ଡିକେ ଜେନା ଭାଇ ଅଛନ୍ତି। ସାଙ୍ଗମାନେ, ଏ ଗେରୁଆ ବସ୍ତ୍ର ପିନ୍ଧା ଲୋକ ଜଣକ କିଏ ସେ କହିପାରିବ କି? ସେ ଆମକୁ ନିମନ୍ତ୍ରିତ କରିଛନ୍ତି, ତାଙ୍କୁ ମଧ୍ୟ ବହୁତ ଅଭିନନ୍ଦନ। ଫାଇନାଲି ଫ୍ରେଣ୍ଡସ୍ ଆସିକି ପହଞ୍ଚିଗଲୁ ଗୋପାଳଜୀଙ୍କ ମନ୍ଦିର ଫ୍ରଣ୍ଟରେ। ଏବେ ଭିତରକୁ ଯିବା, ଭିତରେ ଯାଇକି ଦେଖିବା ଭିଡ଼ିଓ ସୁଟ୍ କରିବା ଆଲାଉ ଅଛି କି ନାହିଁ। ତାପରେ ଗୋଡ଼ ହାତ ଧୋଇ ମୁଣ୍ଡରେ ଟିକେ ପାଣି ଛିଞ୍ଚି ବେଶ କଲୁ ମନ୍ଦିର ଭିତରୁ। ରାଧେ ରାଧେ, ଜୟ ଶ୍ରୀକୃଷ୍ଣ। ମନ୍ଦିର ଭିତରଟା ପୁରା ହୁଳହୁଳିରେ କମ୍ପି ଉଠୁଥିଲା। ପ୍ରଭୁଙ୍କୁ ବହୁତ ପାଖରୁ ଦେଖିକି ମୁଁ ପୁରା ଭାବ ବିଭୋଳ ହେଇଗଲି। ଗୋଟେ କଥା ଜାଣିଛ ସାଙ୍ଗମାନେ, ମୋ ଘର ସାକ୍ଷୀଗୋପାଳ ହେଇକି ମୁଁ ଫାଷ୍ଟ ଟାଇମ୍ ଏତେ ପାଖରୁ ଦର୍ଶନ କଲି ଶ୍ରୀକୃଷ୍ଣଙ୍କୁ। ଦର୍ଶନ କରିସାରି ତାପରେ ମନ୍ଦିର ଚାରିପଟେ ବୁଲାବୁଲି କରି ଲାଷ୍ଟକୁ ସିଂହଦ୍ୱାର ପାଖରେ ରସଗୋଲା ଭୋଗ ଖାଇ ବାହାରି ଆସିଲୁ ବାହାରକୁ। ବାହାରେ ଆସିକି ଦେଖେ ତ ମୋର 2 ଜଣ ସବସ୍କ୍ରାଇବର ଭାଇ ଆସିକି ଦେଖା ହେଇଗଲେ। ତାପରେ ତାଙ୍କ ସହିତ କିଛି କଥାବାର୍ତ୍ତା ହେଇକି ବାହାରି ଆସିଲୁ ଆମେ ଘରକୁ। ଆପଣମାନେ ଯଦି ଘରେ ଥାଇକି ମଧ୍ୟ ମୋ ଭିଡ଼ିଓରେ ଶ୍ରୀକୃଷ୍ଣଜୀଙ୍କ ଦର୍ଶନ କରିପାରିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ନିଶ୍ଚିନ୍ତ ଯିବେ। ରହୁଛି ଫ୍ରେଣ୍ଡସ୍, ଜୟ ଶ୍ରୀକୃଷ୍ଣ, ରାଧେ ରାଧେ। ଦେଖା ହେବ ନେକ୍ସଟ ଭିଡ଼ିଓ।